ଅପେରା ମାହେଶ୍ୱରୀ ଆଜି ପ୍ରଥମ କ୍ୟାମ୍ପ ମାନେ ଓପନିଂ ହେଲା ଏ ଭୁବନେଶ୍ୱର ମାଟିରେ। କ'ଣ କହିବି ଆଜି ପୁରା ଲୋକଙ୍କର ଦର୍ଶକଙ୍କର ଭଲ ପାଇବା ଆଉ ମାନେ ଅପେରା ମାହେଶ୍ୱରୀ କି ଯେତିକି ଦେବା କଥା ତାଠୁ ଢେର ଗୁଣା ପାଇଛନ୍ତି। କ'ଣ କହିବେ? ଅପେରା ମାହେଶ୍ୱରୀ ପ୍ରଥମେ ମୁଁ ଜୟ ଜଗନ୍ନାଥ, ଜୟ ମା ମାହେଶ୍ୱରୀ। ଓଡ଼ିଶାର ଗଣିତ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ ଏବଂ କମିଟି ବନ୍ଧୁମାନଙ୍କୁ ଯାତ୍ରା ମାହେଶ୍ୱରୀ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜି ଅପେରା ମାହେଶ୍ୱରୀର ଶୁଭ ଉଦ୍ଘାଟନ ଦିବସ। ଆମେ ଆଶା କରିନଥିଲୁ ଯେ ଆଜି ଶୁଭ ଉଦ୍ଘାଟନ ଦିବସରେ ଆମେ ଏତେ ସଂଖ୍ୟାରେ ଦର୍ଶକ ଆମକୁ ଭଲ ପାଇ ଆସିବେ ବୋଲି। ତ ମୋ ଆଶାତୀତ ଆଶା ପୂରଣ ହେଇଛି ଏବଂ ବହୁ ଦର୍ଶକ ଆଜି ଆମର ହଲ୍ ମଧ୍ୟରେ ପ୍ରବେଶ କରିଛନ୍ତି ଏବଂ ଆସନ୍ତାକାଲି ମଧ୍ୟ ଆଠାରୁ ବହୁତ ଅଧିକ ଲୋକ ହେବେ ବୋଲି ଆଶା ରଖିଛୁ। କାରଣ ନାଟକଟି ନିଶ୍ଚିତ ଭାବରେ ଭଲ ହେଇଛି ଏବଂ ଯାତ୍ରା ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛି। ନାଟକ ଆଜି ପ୍ରଥମ ଦିନରେ ନାଟକ ଯେଉଁ ମଞ୍ଚସ୍ଥ ହେଉଛି ସବୁ କଳାକାରମାନେ ଖଟୁଛନ୍ତି ଏବଂ ଆମର ସାଜସଜ୍ଜା, ଲାଇଟ୍, ସାଉଣ୍ଡ, ଗେଟ୍ ସବୁ ଦିଗକୁ ଆମେ ଗୁରୁତ୍ୱ ଦେଇଛୁ ଏବଂ ଲୋକମାନଙ୍କର ଭଲ ପାଇବା ଅଛି ବୋଲି ଆମେ ଆଶା କରିପାରିଛୁ। କାଲି ଯେହେତୁ ଶନିବାର ପରଦିନ ସଣ୍ଡେ ଅଛି, ଆଜ୍ଞା, କାଲି ଆହୁରି ଆଠୁ ଡବଲ ନିଶ୍ଚିତ ଭାବରେ କାଲି ଡବଲ ଲୋକ ହେବେ। ଆଜି ତ ଆପଣମାନେ ଦେଖୁଛନ୍ତି କେତେ ଲୋକ ହେଇଛନ୍ତି, କାଲି ନିଶ୍ଚିତ ଆର 2 ଗୁଣ 3 ଗୁଣ ଲୋକ ହେବେ ବୋଲି ଆମେ ଆଶା ରଖିଛୁ। ପ୍ରଥମରୁ ଅପେରା ମାହେଶ୍ୱରୀକି ଯେଉଁ ଭଲ ପାଇବା ମିଳିଛି ସାରା ଓଡ଼ିଶା ଆପଣ ବୁଲିବେ ଅବିକା ନିଶ୍ଚିତ କ'ଣ ମାନେ ଦର୍ଶକ କ'ଣ ମେସେଜ ଦେବେ? ଦର୍ଶକମାନଙ୍କୁ ମେସେଜ ଦେବି ଯେ ସମସ୍ତେ ଆସିକି ଦେଖନ୍ତୁ ଯାତ୍ରା ଅପେରା ମାହେଶ୍ୱରୀ କ'ଣ ହେଇଛି। ଯେଉଁ ଆପଣମାନେ ଭାବିଛନ୍ତି ସେଟା ନିଜେ ନ ଦେଖିଲେ ଅନୁଭବ କରିପାରିବେ ନାହିଁ। ତେଣୁ ଆପଣମାନେ ଆସି ଦେଖନ୍ତୁ। ଆମର ନାଟକ, ସାଜସଜ୍ଜା, ଗେଟ୍, ଲାଇଟ୍, ସାଉଣ୍ଡ ସବୁ ଦିଗକୁ ଆମେ ଗୁରୁତ୍ୱ ଦେଇଛୁ। ତେଣୁ ଦର୍ଶକ ବନ୍ଧୁମାନଙ୍କୁ ଏତିକି ଅନୁରୋଧ କରିବି ଆପଣମାନେ ଆସି ଆମର ନାଟକଟିକୁ ଦେଖନ୍ତୁ ଏବଂ ଅନୁଭବ କରନ୍ତୁ ଆମେ ଆପଣମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା କେତେ ମାତ୍ରାରେ ପୂରଣ କରିଛୁ। ଆପଣ ଜଣେ ଦକ୍ଷ ମ୍ୟାନେଜର, ଅନେକ ଅନୁଷ୍ଠାନରେ ଅନେକ ବର୍ଷ ଧରି ଗୋଟିଏ ଅନୁଷ୍ଠାନରେ ଅନେକ ବର୍ଷ ଧରି ଥିଲେ। ଆଜ୍ଞା, ଯେତେ କମିଟି ଓଡ଼ିଶାରେ ଅଛନ୍ତି ସବୁଠୁ ମାନେ ଶୃଙ୍ଖଳିତ କମିଟି ହିସାବରେ କାହାକୁ ଆପଣ ଶ୍ରେୟ ଦେବେ? ଓଡ଼ିଶାରେ ଯେ ମୁଁ 22-25 ବର୍ଷ ଯାତ୍ରା ଜୀବନ ଭିତରେ ବାଘା ଜ୍ୟୋତିର୍ଲେ ତ ଦୀର୍ଘ ଦିନ 22 ବର୍ଷ କଟିଗଲା। ତାପରେ ସିଂହ ବାହିନୀରେ ଆରମ୍ଭ କରିଥିଲି। ସିଂହ ବାହିନୀ ପରେ ମାହେଶ୍ୱରୀକି ମୁଁ ଆସିଛି। ମାହେଶ୍ୱରୀ ଏ ବର୍ଷ ନୂଆ କରି ତିଆରି ହେଇଛି। ତେଣୁ ଓଡ଼ିଶାରେ ଯେତେ କମିଟି ଅଛି, କମିଟି ବନ୍ଧୁମାନେ ଏବେ ଏତେ ଖରାପ ନୁହନ୍ତି। ଆମେ ସେମିତି କହିପାରିବିନି ଯେ ଏଇ କମିଟି ଭଲ ସେଇ କମିଟି ଖରାପ, ସେ କଥା ମୁଁ କହିପାରିବି ନାହିଁ। କାରଣ ଆମେ ନିଜେ ପ୍ରଥମେ ଠିକ୍ ହେବା ଦରକାର। ଆମ ତରଫରୁ ଆମର ପ୍ରତିଶ୍ରୁତି, ଆମର କଥା ଆମେ ଠିକ୍ ରଖିଲେ ଆମ ପାଇଁ ସମସ୍ତେ ଭଲ। ଶୃଙ୍ଖଳିତ ଭାବରେ ନିଶ୍ଚିତ ସମସ୍ତଙ୍କୁ କହିବା ଯେ ସେମିତି କମିଟି ଖରାପ ହେଲା। ବେପାର ନହେଲେ ତ କୌଣସି କମିଟିକି ସେ ପଇସା ଦେବା ପାଇଁ ନିଶ୍ଚିତ ଟିକେ କୁଣ୍ଠାବୋଧ କରିବେ। ଯେଉଁଠି ବେପାର ନହେଲା ସେଠି କୁଣ୍ଠାବୋଧ କରିବେ, କିନ୍ତୁ ବେପାର ହେଲେ ପଇସା କେହି ସେମିତି କୌଣସି କମିଟି ରଖନ୍ତି ନାହିଁ ଯେ ବେପାର ହେଲାନି ଆମେ ପଇସା ଦେବୁ ନାହିଁ। ସେମିତି କେହି ସେମିତି ଅନୁଭବ ମୁଁ କରିପାରି ନାହିଁ। 2026-27 ବର୍ଷ ଆଜ୍ଞା, କେତେ ପରସେଣ୍ଟ ଆପଣଙ୍କର ବୁକିଂ ହେଇଯାଇଛି ମାହେଶ୍ୱରୀ? 2026-27 ପାଇଁ ଆମର 60% ବୁକିଂ ସରିଯାଇଛି। ରେନି କ୍ୟାମ୍ପ ଯେଉଁ 2 ମାସ ଥିଲା, ଅଗଷ୍ଟ ମାସ ସରିଯାଇଛି। ସେପ୍ଟେମ୍ବର ମାସର ରୋଟେସନ୍ ମଧ୍ୟ ସରିଯାଇଛି। ଅକ୍ଟୋବର ମାସର ପାଖାପାଖି 70-80% ସରିଯାଇଛି। ଅଳ୍ପ କେତେ ଫାଙ୍କା ଅଛି, ଅଳ୍ପ କିଛି ଫାଙ୍କା ଅଛି। ଡିସେମ୍ବର ମାସରେ ତ ଜେନେରାଲି ଗୋଟେ ଫାଙ୍କା ରହେ। ଡିସେମ୍ବର ମାସରେ କିଛି ଅଛି ଏବଂ ମେ ମାସ 15-22-23 ତାରିଖ ପରେ ଅଳ୍ପ କିଛି ଫାଙ୍କା ଅଛି। ହଁ, ନାଟକରେ ଆମେ ଆଶା ରଖିଛୁ ନାଟକ ମଞ୍ଚସ୍ଥ ହେଲା ପରେ ଲୋକମାନଙ୍କ ପାଖକୁ ନାଟକର ପହଞ୍ଚିଲା ପରେ ନିଶ୍ଚିତ ଭାବରେ ଆମେ ସକ୍ସେସ୍ ହେବୁ ଏବଂ ହାଉସଫୁଲ୍ ଆମର ବୁକିଂ ଶେଷ ହେଇଯିବ। ଧନ୍ୟବାଦ।